दशरथपुर ब्लक मंगलपुर बजार स्थित कवि अनंत स्मृति पाठागार और सांस्कृतिक परिषदर रौप्य जयंती और सारस्वत सम्मान समारोह आज स्थानीय विजु कल्याण मंडप थालकुड़ीଠାରେ अनुष्ठित ହୋଇଯାଇଛି। विजयकृष्ण नायकଙ୍କ सभापतित्वରେ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବାଲକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢ଼ୀ, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ହୃଷିକେଶ ମଲ୍ଲିକ, ବିଜ୍ଞାନ ଏକାଡେମୀ ପୁରସ୍କୃତ କୃଷି କବି ଅରୁଣ କୁମାର ପାତ୍ର, ବିଶିଷ୍ଟ ସାହିତ୍ୟିକ ଶଶଧର ମେଦିନୀ ସିଂ ମହାପାତ୍ର, ଡକ୍ଟର ଶ୍ରୀହରି ଧଳ, ଥାଲକୁଡ଼ି ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସେଠୀ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ପ୍ରଚାର, କଳା ସଂସ୍କୃତି, ଓଡ଼ିଆ ଅସ୍ମିତା ତଥା ପ୍ରଗତି ପାଇଁ ସମସ୍ତେ ଓଡ଼ିଆଙ୍କ ଗୁରୁଦାୟିତ୍ୱ ବହନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁ ଏକ ସାମାଜିକ ସଚେତନଧର୍ମୀ କ୍ଷୁଦ୍ର ନାଟକ ପ୍ରାୟଶ୍ଚିତ ମଞ୍ଚସ୍ଥ ହୋଇଥିଲା। ପରେ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପାଠାଗାରର ସ୍ମରଣିକା ମଙ୍ଗଳାୟନ ଓ ଅନ୍ୟ ଲେଖକମାନଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସେହିଭଳି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଶଶିକାନ୍ତ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ଅନିଲ କୁମାର ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ପାଠାଗାରର ସମସ୍ତ ସଭ୍ୟ ଓ କାର୍ଯ୍ୟକାରୀ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯାଜପୁରରୁ ଅଭିମନ୍ୟୁ ମିଶ୍ରଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।